11 ଏପ୍ରିଲ 2026 କି ହେଉଛି ବୈଶାଖ ମାସର ଶନିବାର। ଏହି ଉପାୟ ଚୁପଚାପ କରିଦିଅନ୍ତୁ। ଶନିଦେବ ଆପଣଙ୍କୁ ମାଲାମାଲ କରିଦେବେ। ଏତେ ଧନ ଦେବେ ଯେ ସେହି ଧନ ସମ୍ଭାଳି ପାରିବେ ନାହିଁ। ଆଉ ଶନିଦେବ ଯାହାଠାରେ ପ୍ରସନ୍ନ ହୋଇଥାନ୍ତି ତ ତାଙ୍କ ଘରକୁ ଧନରେ ସୁଖ ସମୃଦ୍ଧିରେ ଭରି ଦେଇଥାନ୍ତି। ଆଉ ଶନିଦେବଙ୍କର ଆରାଧ୍ୟ ହେଉଛନ୍ତି ଭଗବାନ ଶ୍ରୀକୃଷ୍ଣ। ଆଉ ମାଧବ ମାସ ବି ବୈଶାଖ ମାସକୁ କୁହାଯାଏ, କାହିଁକି ନା ଏହା ସେହି ମାସ ଯାହା ଶ୍ରୀକୃଷ୍ଣଙ୍କୁ ସବୁଠାରୁ ଅଧିକ ପ୍ରିୟ ହୋଇଥାଏ। ଆଉ ଶ୍ରୀକୃଷ୍ଣ ଭଗବାନଙ୍କୁ ଯାହା ପ୍ରିୟ ହୋଇଥାଏ ତ ଶନିଦେବଙ୍କୁ ତାହା ବି ଅତ୍ୟନ୍ତ ପ୍ରିୟ ହୋଇଥାଏ। ଆଉ ଏଥିପାଇଁ ବୈଶାଖ ମାସର ଶନିବାର ଶନିଦେବଙ୍କୁ ବହୁତ ପ୍ରିୟ ହୋଇଥାଏ। ଆଉ ଏହି ଶନିବାର ଦିନ କରାଯାଉଥିବା ଗୋଟିଏ ଉପାୟ ଶନିଦେବଙ୍କୁ ବହୁତ ଜଲ୍ଦି ପ୍ରସନ୍ନ କରାଇଥାଏ। ତ ଦେଖନ୍ତୁ, ଶନିଦେବଙ୍କୁ ଗୋଲାପ ଜାମୁ ବା କାଲା ଜାମୁନ ବହୁତ ପ୍ରିୟ ହୋଇଥାଏ। ତ ଆପଣଙ୍କୁ କଣ କରିବାକୁ ପଡିବ ନା ଶନିଦେବଙ୍କୁ କାଲା ଜାମୁର ଭୋଗ ଜରୁର ଲଗାନ୍ତୁ। ଆପଣ ଏହି ଦିନ କଳା ବିରିର ଖେଚୁଡି ବନାଇକି ଭୋଗ ଲଗାଇବେ। ତ ଏହା ଦ୍ୱାରା ବି ଶନିଦେବ ବହୁତ ଜଲ୍ଦି ପ୍ରସନ୍ନ ହୋଇଥାନ୍ତି। ଶନିଦେବଙ୍କୁ କଳା ରାଶି ବି ବହୁତ ପ୍ରିୟ ହୋଇଥାଏ। ତ ଆପଣ କଣ କରିବେ ନା ଗୋଟିଏ ଦୀପ ନେବେ, ଆଉ ସେହି ଦୀପରେ ସୋରିଷ ତେଲ ଦେବେ। ଏକ ଚୁଟକି କଳା ରାଶି ପକାଇ ସେହି ଦୀପକୁ ଶନିଦେବଙ୍କ ମନ୍ଦିରରେ ଜଳାଇବେ। ଯଦି ଶନିଦେବଙ୍କ ମନ୍ଦିର ଆପଣଙ୍କର ଆଖପାଖରେ ନାହିଁ ତ ଓସ୍ତ ଗଛ ମୂଳରେ ସେହି ଦୀପଟିକୁ ନେଇ ଜଳାଇ ଦେବେ। ଏହି ଛୋଟିଆ ଉପାୟ କରନ୍ତୁ, ଆଉ ଦେଖିବେ ଆପଣ ଜଲ୍ଦି ମହାଧନୀ ବନିବେ ଶନିଦେବଙ୍କ ଆଶୀର୍ବାଦରୁ। ବାକି ଭିଡ଼ିଓକୁ ଲାଇକ୍, ଚ୍ୟାନେଲକୁ ସବସ୍କ୍ରାଇବ କରିବାକୁ ଜମାରୁ ବି ଭୁଲିବେନି। କମେଣ୍ଟ ବକ୍ସରେ ଜୟ ଶନିଦେବ ଅବଶ୍ୟ ଲେଖିଦେବେ।